ମୋ ନାଁ ବିଷ୍ଣୁ କୁମାର ସାହୁ। ମୁଁ ଜଟଣୀ ପୌର ପରିଷଦ ଜଣେ କାଉନସିଲର। କଣ କହିବେ ଯେ ନିଶା ମହାରଣାଙ୍କୁ କାଲି ଚେୟାର ଫିଙ୍ଗା ଯାଇଛି ଏବଂ ଅଶ୍ଳୀଳତାକୁ ବିରୋଧ କରାଯାଇଛି ଘଟଣାକୁ ନେଇକି ଆପଣଙ୍କର? ଦେଖନ୍ତୁ, ଜଟଣୀ ଗୋଟେ ଗଣପର୍ବ। ଏଠି କୋଣ ଅଣକୋଣ ଓଡ଼ିଶାରୁ କୋଣ ଅଣକୋଣ ଲୋକ ଆସିକି ଏଠି ମାନେ ମନୋରଞ୍ଜନ ଉପଭୋଗ କରୁଛନ୍ତି। ଆଉ ଏଇଠି 11 ଦିନ ଗୋଟେ ପର୍ବ, ତାକୁ ଡିଷ୍ଟର୍ବାନ୍ସ କରିବା କଥା ନୁହେଁ ମୋ ମତରେ। ଯିଏ ଯଦି ନିଶା ମହାରଣାକୁ ଭଲ ଲାଗୁନି ଦେଖିବାକୁ, ସେ ଯିବା କଥା ନୁହଁ। ସେ ତ ପୂର୍ବରୁ ପ୍ରଚାର କରିଛି ଯେ ମୁଁ ଆସୁଛି ଥାନା ଛକ ପେଣ୍ଡାଲକୁ। ତମର ଯଦି ତାକୁ ଦେଖିବାର ନାହିଁ, ତାଙ୍କର ଯୋଉ ମାନେ ଅଙ୍ଗ ପ୍ରଦର୍ଶନ କରୁଛନ୍ତି ବୋଲି ତମେ ଭାବୁଛ, ସେଟା ଦେଖିବା କଥା ନୁହଁ। ତାହେଲେ ତମେ ଯିବା କଥା ନୁହଁ ସେଠିକି। ଆଉ ଯଦି ଯାଇକି ଏଠି ଡିଷ୍ଟର୍ବାନ୍ସ କର, ଯିଏ ଦେଖିବା ପାଇଁ ଚାହୁଁଛନ୍ତି ସିଏ ଯାଇଛନ୍ତି। ସେଥିପାଇଁ ତାଙ୍କ ଭିତରେ ଡିଷ୍ଟର୍ବାନ୍ସ କରିବା ଉଚିତ ନୁହଁ। ସିଏ ତାଙ୍କର ତ ସବୁବେଳେ ଏଠି ନୁହଁ, ପ୍ରଚାର ତ ସବୁବେଳେ ଚାଲିଛି, ତାଙ୍କର ସେ ହାଇଲାଇଟ୍ ହେଉଛନ୍ତି। ସେ କଥା ନୁହଁ। ଏଇ ଯୋଉ ଜିନିଷ ହେଇଛି ଗଣପର୍ବ, ଆମର ଜଟଣୀ ସହରର ଗୋଟେ ଗଣେଶ ପୂଜା ଗୋଟେ ଫେମସ୍। ସମସ୍ତେ ଓଡ଼ିଶାରୁ ଅଣକୋଣ ଆସନ୍ତି। ତଦନ୍ତ କରାଯାଉ ଘଟଣା ଘଟିଛି ପୋଲିସ ତଦନ୍ତ ଏଥିରେ କିଛି ନାହିଁ। ତଦନ୍ତ ଆଜ୍ଞା କଣ କରିବେ? ଗୋଟେ ଜାଗାରେ ଡିଷ୍ଟର୍ବାନ୍ସ କରିବ ଯଦି, ତାକୁ ପୁଲିସ ଆକଟ କରିବେ, ତାକୁ ବଦେଇବେ। ଆଉ ଏଥିରେ ବେଶୀ ମାନେ ତର୍ଜମା ନକରି ତାକୁ ଇଏ କରନ୍ତୁ। ସେମିତି ପ୍ରୋଗ୍ରାମ ଚାଲୁ, ସେମିତି ଗଣେଶ ପୂଜା ମନୋରଞ୍ଜନ କରନ୍ତୁ ଲୋକ। ଅଶ୍ଳୀଳତା ହଉଥିଲା କି? ଅଶ୍ଳୀଳତା ଫିଲ୍ମରେ ଦେଖୁନ, ଟିଭିରେ ଫିଲ୍ମରେ ଦେଖୁନ ନା, ପର୍ଦ୍ଦା ଚିରି ଦଉଛ ତମେ। ସେଥିପାଇଁ ଯିଏ ଦେଖିବ ଦେଖ, ଯିଏ ଦେଖିବ ନହେଲେ ଆଡଲ୍ଟ ଫିଲ୍ମ ବି ଲୋକ ଦେଖୁନାହାନ୍ତି କି? ସେଥିପାଇଁ ସେଗୁଡ଼ା କଥା ନାହିଁ। ଯିଏ ଦେଖିବା ଦେଖ, ଯିଏ ନ ଦେଖିବା ନାହିଁ। କିନ୍ତୁ ସେଇଟା ସିଏ ତ ପ୍ରଚାର କରିଥିଲା ଆଗରୁ, ମୁଁ ଯାଉଛି। ଆଉ ତମେ ଯଦି ଯାଉଛ, ଜାଣିଛ, ତମେ କଣ ପାଇଁ ଯିବ ସେଠିକି? ଯିବା ଦରକାର ନାହିଁ। ଏହା ହଉଛି ଆମର କଥା। ଆମେ କାହାକୁ ବିରୋଧ କରି କହୁନୁ, କିନ୍ତୁ ଯୋଉଟା ମାନବିକତା ସେତିକି କର। ଅନନ୍ତ ଶତପଥୀ। କଣ କହିବେ? ଗତକାଲି ପାର୍ବତୀ ଗଣନାଟ୍ୟରେ ନିଶା ମହାରଣାଙ୍କୁ ବିରୋଧ କରାଯାଇଛି, ଚେୟାର ଫିଙ୍ଗା ଯାଇଛି। ଦେଖନ୍ତୁ, ଯେଉଁ ପାର୍ବତୀ ଗଣନାଟ୍ୟରେ ଚେୟାର ଫିଙ୍ଗା ହେଲା, ଅଶ୍ଳୀଳତାକୁ ଆମେ ବିରୋଧ କରୁଛୁ ନିଶ୍ଚୟ। ଗୋଟେ ସାଧାରଣ କାର୍ଯ୍ୟକ୍ରମରେ, ଗୋଟେ ନାଟକ ପରିବେଷଣ ଅଶ୍ଳୀଳତା ବିରୋଧ କରୁଛୁ। କିନ୍ତୁ ବିରୋଧ କରିବା ପାଇଁ ଆଇନকে ହାତକୁ ନେବା ଅନୁଚିତ। ଗୋଟେ ଯାତ୍ରା ପାର୍ଟି, ଯେଉଁ ଯୁବକମାନେ, ଆମର ଏଇଠାର ସବୁ ଯୁବକମାନେ, ସେମାନେ ଯାତ୍ରା ପାର୍ଟି ଆଣିଛନ୍ତି। ସେମାନେ ଏଇ ଯେଉଁ ଆମର ଭାଇଚାରାର ସହର ଜଟଣୀ, ତାକୁ ବଞ୍ଚାଇ ରଖିଛନ୍ତି। ଦୀର୍ଘ ବର୍ଷ ହେବ ଏ ଯାତ୍ରା ପାର୍ଟି ହେଉଛି, ଆଜିର ହେଉନି। ଏବଂ ସେମାନଙ୍କର ବି କୌଣସି ଉଦ୍ଦେଶ୍ୟ ନଥିଲା ଯେ ଅଶ୍ଳୀଳତା ପରିବେଷଣ କରିବା। କିନ୍ତୁ ଯେଉଁଭଳି ଭାବରେ ସେ ନାଁକୁ ନେଇକି ଗୋଟେ ଅଶ୍ଳୀଳତା ଗୋଟେ ପ୍ରଚାର ହେଇଛି, ସେଇଟା ପ୍ରଚାରକୁ ନେଇକି ସେଠି ଗୋଟେ ରାତି ଅଧରେ ଗୋଟେ ସୃଷ୍ଟି କରାଗଲା। ମୁଁ ଭାବୁଛି ଏଇଟା ଗୋଟେ ଦୁଃଖଦାୟକ ଘଟଣା। ଏବଂ ଯଦି ଅଶ୍ଳୀଳତା ସେ ଦେଖାଇଲେ, ତା ତଦନ୍ତ ସାପେକ୍ଷ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦି ସିଏ ରାତିରେ ଏଭଳି ଭାବରେ ସିଏ ଘଟଣାକୁ ଘଟିଛି, ଏବଂ ସବୁ କମିଟିକି ବି ଡକାଯାଉ, ତାଙ୍କୁ ପୋଲିସ ତାର କାର୍ଯ୍ୟକ୍ରମ ନେଉ। କିନ୍ତୁ ଯେଉଁ ରାତି ଅଧରେ ଗୋଟେ ମାରପିଟ୍, ଭଙ୍ଗାରୁଜା, ଏଇଟା ଠିକ୍ ହେଲା ନାହିଁ। ତାକୁ ଆମେ ସମସ୍ତେ ଜଟଣୀରେ ଭାଇଚାରାକୁ ବଞ୍ଚାଇବା। ଏବଂ ଏହା ହେଉଛି ପ୍ରଭୁଙ୍କର ପୂଜା, ଏବଂ ସମସ୍ତେ ଭକ୍ତମାନେ ଆସୁଛନ୍ତି ଏ ସହରକୁ। ଏ ସହର ହେଉଛି ଗୋଟେ ପୁରାତନ ସହର, 200 ବର୍ଷର ସହର। ଯେତେବେଳେ କ୍ୟାପିଟାଲ ନଥିଲା, ସେତେବେଳେ ଜଟଣୀ ଥିଲା। ତେଣୁକରି ଆମେ ଆପଣଙ୍କ ମାଧ୍ୟମରେ ଏଠି ଜଣାଇ ଦେବାକୁ ଚାହୁଁଛୁ, ଅଶ୍ଳୀଳତାକୁ ବିରୋଧ କରାଯାଉ, କିନ୍ତୁ ଆଇନকে ହାତକୁ ନେଇକି ନୁହଁ। ଆଇନকে ହାତକୁ ଯିଏ ନେବ, ଆମେ ଦୃଢ଼ ଇଏ କରିବୁ। ଏବଂ ଯେଉଁ ଯାତ୍ରା ପରିବେଷଣ ଯୁବକମାନେ, ଏହା ତାଙ୍କ ବିରୁଦ୍ଧରେ ଗୋଟେ ଷଡ଼ଯନ୍ତ୍ର ବୋଲି ମୁଁ ମନେ ମନେ ଭାବୁଛି। ଏ ତାଙ୍କ ଯାତ୍ରା କମିଟିକି ଷଡ଼ଯନ୍ତ୍ର ବୋଲି ମୋର କାହିଁ ଆଶା ହେଉଛି।